ପ୍ରାର୍ଥୀ ତାଙ୍କୁ ଦେଲେ ଯେ କିଛି ଆଶ୍ଚର୍ଯ୍ୟ ନୁହେଁ। ଏକ ତ ସେ ଆମ ଜିଲ୍ଲାର ଲୋକ ନୁହନ୍ତି, ସେ ବରଗଡ଼ ଜିଲ୍ଲାର ଲୋକ। ଆଉ ତାଙ୍କର ଗୋଟେ ସମ୍ବଲପୁର ବିରୋଧୀ ମାନସିକତା ଅଛି। ସମ୍ବଲପୁରକୁ ଗୋଡ଼ଘିଚା କହିବା, ତାପରେ ସମ୍ବଲପୁର ଜିଲ୍ଲାକୁ ଚାରି ଭାଗରେ ବିଭକ୍ତ କରିବା, ସମ୍ବଲପୁର ବିକାଶରେ ବାଧା ଦେବା, ଏସବୁ ପ୍ରସନ୍ନ ଆଚାର୍ଯ୍ୟଙ୍କର ଚରିତ୍ର। ତ ପ୍ରସନ୍ନ ଆଚାର୍ଯ୍ୟଙ୍କର ଚରିତ୍ର ଲୋକଙ୍କର ମାନେ ମନେ ରଖିଛନ୍ତି, ନହେଲେ ମନେ ପକାଇଦେବୁ। ଲୋକେ ଯାହା ନିଷ୍ପତ୍ତି ନେବେ ସବୁ ବାହାରୁ ଇମ୍ପୋର୍ଟ କରୁଛନ୍ତି, ଆମଦାନୀ ନେତାମାନଙ୍କୁ ନେଇକରି ବିଜେପି ସମାରୋହରେ ଭାବୁଛି ଇଲେକ୍ସନ୍ ଜିତିବ ବୋଲିକରି। ମୁଁ ଭାବୁଛି ତାର ସବୁଥିରୁ ବଡ଼ ହାର ହେବ ଏଠି। ମୁଁ ତ ବୁଝିପାରୁନାହିଁ, ସମ୍ବଲପୁରକୁ ଘୃଣାର ଏଇଟା ଗୋଟେ ଅଂଶ ବିଶେଷ ବିଜେଡ଼ିର। ସମ୍ବଲପୁରକୁ ଯେଉଁ ଘୃଣା ଭାବ ଅଛି, ସେଇ ଘୃଣା ଭାବରେ ଏମାନେ ଯାଜପୁରରୁ ବରଗଡ଼ରୁ ପ୍ରାର୍ଥୀମାନେ ଆଣୁଛନ୍ତି। ଜନତାର ନିଶ୍ଚିତ ଭାବରେ ରିଆକ୍ସନ୍ ତ ରହିବ। ନିଶ୍ଚୟ ପଚାରିବେ କିମ୍ବା ଲୋକ ବହୁତ କନସିୟସ୍ ତାଙ୍କର କାମ ଭୋଟରେ ଦେଇଦେବେ। ଆଜିକାଲି ପ୍ରଶ୍ନ କରୁନାହାନ୍ତି, ଜବାବ ଦେଇ ଦେଉଛନ୍ତି। ଇଭିଏମ୍ରେ ଦେଇଦେବେ। ହଁ, ସମ୍ବଲପୁରକୁ ସେ କେବେ ସହନ୍ତିନି। ସେ ଦୀର୍ଘ ଦିନ ଧରି ମନ୍ତ୍ରୀ ଥିଲେ, ଦିନେ ସମ୍ବଲପୁର ଆସିଛନ୍ତି କି? ଆମେ ସମ୍ବଲପୁର ବାଲେ ତାଙ୍କୁ ଲିଡ୍ ଦେଇଛୁ। ସ୍ୱାସ୍ଥ୍ୟମନ୍ତ୍ରୀ ବି ଥିଲେ, ସମ୍ବଲପୁରର କେବେ ଦେଖା ନାହିଁ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିଲେ, ଅନ୍ୟାନ୍ୟ ବିଭିନ୍ନ ବିଭାଗର ଥିଲେ, କେବେ ବି ସମ୍ବଲପୁର ସେ ଆସିନାହାନ୍ତି। ବ୍ୟାଲଟ ଇଭିଏମ୍ରେ ଦିଆଯିବ।